ଯେ ଓଡ଼ିଶାର ଅତୀତ ସୁନାମଧନ୍ୟ ଅଟେ। ଓଡ଼ିଶାର ଲୋକମାନେ ରାଷ୍ଟ୍ରୀୟ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଛନ୍ତି ଓଡ଼ିଶା ପାଇଁ। ବଣିଜରୁ ନେଇକି ରାଜନୀତି କ୍ଷେତ୍ରରେ, ସମାଜ ସେବା କ୍ଷେତ୍ରରେ, ପୁଣି ଅର୍ଥନୈତିକ କ୍ଷେତ୍ରରେ। ଆଉ ଆମେ ଜାଣିଛୁ ଯେ ଏବେ ଭାରତର ବଡ଼ ନେତୃତ୍ୱରେ ଓଡ଼ିଶାର ଅନେକ ସୁନାମଧନ୍ୟ ବ୍ୟକ୍ତି ଅଛନ୍ତି। ଆଉ ତାଙ୍କ ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଅଛନ୍ତି। ଆଉ ଏହି ପରିପ୍ରେକ୍ଷୀରେ ଯୁବାମାନଙ୍କର ଯେଉଁ ଯୋଗଦାନ ରହିଛି ଓଡ଼ିଶାକୁ ଉତ୍କୃଷ୍ଟ କରିବା ପାଇଁ, ସେହି ବିଷୟରେ ମୁଁ କହିବାକୁ ଚାହେଁ ଯେ ଆମର ଓଡ଼ିଆ ଯୁବକମାନେ ସବୁ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ଦିଲ୍ଲୀପ ତିର୍କୀ ଯିଏକି 3 ଥର ଅଲିମ୍ପିକରେ ରିପ୍ରେଜେଣ୍ଟ କରିଥିଲେ କ୍ୟାପ୍ଟେନ୍ ଭାବରେ, ଆଉ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି। ଏପରି ଅନେକ ଖେଳାଳି ହେଉ, ସମାଜସେବା ହେଉ, ଆଉ ବିଭିନ୍ନ ପ୍ରକାର କ୍ଷେତ୍ରରେ ଲୋକମାନେ ବହୁତ ଓଡ଼ିଶାକୁ ମାନଚିତ୍ରରେ ଆଗକୁ ନେଇଛନ୍ତି। ପ୍ରଥମ କଥା ହେଲା ଯେ ଯୁବ ଶକ୍ତି ହେଉଛି ଏକ ସମୃଦ୍ଧଶାଳୀ ଶକ୍ତି। ଆଉ ଯେଉଁ ସମାଜର ଯୁବକ ଯେତେ ଷ୍ଟ୍ରଙ୍ଗ, ସେହି ସମାଜ ସେତେ ଷ୍ଟ୍ରଙ୍ଗ ହୋଇଥାଏ। ଆଉ ଆମର ଓଡ଼ିଶାରେ 1,58,00,000ରୁ ଅଧିକ ଯୁବକ ଅଛନ୍ତି। ଆମେ ଯେତେବେଳେ କହୁ ଯେ ଭାରତବର୍ଷରେ ଦ୍ୱିତୀୟ ବୃହତ୍ ମିନେରାଲ ରିସୋର୍ସେସ୍ ଜାଗା ହେଉଛି ଓଡ଼ିଶା, ଖଣିଜ ସମ୍ପଦ। କିନ୍ତୁ ସବୁଠୁ ବଡ଼ ସମ୍ପଦ ହେଉଛି ଯୁବଶକ୍ତି। ଆଉ ସେହି ଯୁବଶକ୍ତି ଯଦି ସଶକ୍ତ ହେବେ ତାହେଲେ ଓଡ଼ିଶା ସମୃଦ୍ଧିଶାଳୀ ହେବ। ଭାରତର ନୁହେଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ନାମ କରିବ ଏବଂ ଉନ୍ନତିର ମାର୍ଗରେ ଯିବ। ଇକୋନୋମିକାଲ ଗ୍ରୋଥ୍, ସୋସିଆଲ ଡେଭଲପମେଣ୍ଟ, ପଲିଟିକାଲ ଷ୍ଟାବିଲିଟି, ଆଉ ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ୍, ଏହିସବୁ ବିଷୟରେ ଯୁବକମାନଙ୍କୁ ଧ୍ୟାନ ଦେବା କଥା ଏବଂ ଯୁବକମାନଙ୍କୁ ଫେଲୁଅର ନୁହେଁ ସକ୍ସେସ୍ ହେବାକୁ ଆଗକୁ ବଢ଼ିବା କଥା।